ନବମା ଭଗବତୀ ଶରଣମ୍। ଦର୍ଶକ ବନ୍ଧୁ, 12 ଅଧିପତି ବୁଦ୍ଧ ମହାଗ୍ରହଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଇଂରାଜୀ ତାରିଖ ଅକ୍ଟୋବର ମାସ 2 ତାରିଖ 2024 ମସିହା ବୁଧବାର। ଆଜି ଅମାବାସ୍ୟା ତିଥି। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର କନ୍ୟାଚନ୍ଦ୍ର। ବ୍ରହ୍ମଯୋଗ ଚତୁଷ୍ପଦକରଣ। ଦିବା 10 ଘଣ୍ଟା 59 ମିନିଟ୍ ପରେ ନାଗକରଣ ଭୋଗ ହେବ। ଯୋଗିନୀ ଐଶାନ୍ୟ କୋଣରେ ରହିବେ। ରାତ୍ରି 12 ଘଣ୍ଟା 19 ମିନିଟ୍ ପରେ ପୂର୍ବ ଦିଗରେ ରହିବେ। ଆଜି କର୍କଟ ରାଶିର ଘାତ ବାର ଏବଂ ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁକାଳ ଦିବା 11 ଘଣ୍ଟା 34 ମିନିଟ୍ରୁ ଦିବା 1 ଘଣ୍ଟା 33 ମିନିଟ୍ ମଧ୍ୟରେ। ମାହେନ୍ଦ୍ର ବେଳା ପ୍ରାତଃ 6 ଘଣ୍ଟା 27 ମିନିଟ୍ରୁ ଦିବା 8 ଘଣ୍ଟା 2 ମିନିଟ୍ ମଧ୍ୟରେ। ରାହୁକାଳରେ କୌଣସି ଆନୁଷ୍ଠାନିକ ମାଙ୍ଗଳିକ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ସମ୍ମତ ନୁହେଁ। ଏଣୁକରି ମାହେନ୍ଦ୍ର ବେଳାଟି ସର୍ବୋତ୍ତମ। କାରଣ ମାହେନ୍ଦ୍ର ବେଳାଟି ଶ୍ରୀହରି ବିଷ୍ଣୁଙ୍କ ଅତି ପ୍ରିୟ ବୋଲି ଶାସ୍ତ୍ର ମାର୍ଗଦର୍ଶନ କରିଥାଏ। ଆଜିର ଗ୍ରହସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ ମିଥୁନ ରାଶିରେ, ରବି ଚନ୍ଦ୍ର ବୁଧ ଏବଂ କେତୁ ଏକତ୍ରୀକରଣ ଅବସ୍ଥାରେ କନ୍ୟା ରାଶିରେ, ଶୁକ୍ର ତୁଳା ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନର ଅଛି ଜନ୍ମଜାତକରେ ଦୁର୍ଯୋଗ, ଯାହାକି ହୃତାସନ ଯୋଗ। କେଉଁ ପ୍ରକାର ଗ୍ରହସ୍ଥିତି ଜନ୍ମଜାତକରେ ଥିଲେ ଏହି ଯୋଗ ନିର୍ଣ୍ଣୟ କରାଯାଏ, ଉକ୍ତ ବିଷୟବସ୍ତୁ ନେଇକି ଆଲୋଚନା କରିବା। ଜ୍ୟୋତିଷ ଶାସ୍ତ୍ର କହେ, ଶନି ମଙ୍ଗଳ ବୁଧ ତତ୍ସଙ୍ଗେ ଚନ୍ଦ୍ର ଏମାନେ ଯଦି ନିଚ ରାଶିରେ ଅବସ୍ଥାନ କରିଥାନ୍ତି ଏବଂ ମକର ରାଶିରେ ଯଦି ଶୁକ୍ର ରହିଥାନ୍ତି, ତାହେଲେ ଜନ୍ମଜାତକରେ ହୃତାସନ ଯୋଗ ସୃଷ୍ଟି ହୋଇଥାଏ। ଦର୍ଶକ ବନ୍ଧୁ, ଏହି ଯୋଗଟି ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ। ଯେତେବେଳେ ଶନି ମଙ୍ଗଳ ଚନ୍ଦ୍ର ଏବଂ ବୁଧଙ୍କର ମହାଦଶା କିମ୍ବା ଅନ୍ତର୍ଦଶା ଆସିଥାଏ, ସେହି ସମୟରେ ନାନାଦି କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ଶନି ଯାଇକି ଯେତେବେଳେ ମେଷ ରାଶିରେ ନିଚ ହୋଇଥିବେ ଏବଂ ମଙ୍ଗଳ କର୍କଟ ରାଶିରେ ରହିଥିବେ, ତତ୍ସଙ୍ଗେ ଚନ୍ଦ୍ର ବିଛା ରାଶିରେ ରହିଥିବେ ଏବଂ ବୁଧ ଯଦି ମୀନ ରାଶିରେ ରହିଥାନ୍ତି, ଏପରି ଗ୍ରହସ୍ଥିତି ଥିଲେ ପ୍ରବଳ ମାତ୍ରାରେ ଦୁର୍ଯୋଗ ଜାତ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମକୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି, ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି, ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଆଜି ମହାଳୟା ଶ୍ରାଦ୍ଧର ସମାପ୍ତି ଦିବସ, ଯାହାକି ପିତୃପକ୍ଷ ସମାପ୍ତି। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅନାଦର ଭାବ ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ଅଳ୍ପ ମାତ୍ରାରେ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ବନ୍ଧୁ ମିଳନର ସୁଯୋଗ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ଦିନଟିରେ ଗୁପ୍ତ ଶତ୍ରୁ ପରାଜିତ ହେବେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ଦିନଟିରେ ସନ୍ତାନ ପୀଡ଼ର ସୂଚନା ଜଣାଯାଏ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ସିଦ୍ଧକୁଞ୍ଜିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଧନକ୍ଷୟର ସୂଚନା ଜଣାଯାଏ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ କ୍ଳାନ୍ତି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ଦିନଟିରେ ମାତୃପୀଡ଼ାର ସୂଚନା ଜଣାଯାଏ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ଦିନଟିରେ ଉଦର ପୀଡ଼ା ମଧ୍ୟ ହୋଇପାରେ। ଏଣୁକରି ସ୍ୱାସ୍ଥ୍ୟ ଶରୀର ଏବଂ ଖାଦ୍ୟପେୟ ପ୍ରତି ଯତ୍ନଶୀଳ ରହିବେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅମୃତ ତୁଲ୍ୟ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ।
ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଫଳତାର ଚାବିକାଠି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଉଦ୍ବେଳିତ ଭାବନା ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଦିନଟିରେ ଧାର କରଜ ଦେଇଥିବା ସମ୍ପତ୍ତି ଫେରସ୍ତ ପାଇପାରନ୍ତେ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବ। ଯାତ୍ରା ସମୟରେ ଅମୃତତୁଲ୍ୟ ଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ବିଘ୍ନରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନାରଙ୍ଗୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ଠାରୁ କଟୁ ଭାଷା ଶୁଣିପାରନ୍ତି। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ପ୍ରେମ ସମ୍ପର୍କକୁ ନେଇକି ମାନ ସମ୍ମାନ ପ୍ରତି ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ଦେବା ସହିତ ଦିନଟିରେ ବାକ୍ଶୁଦ୍ଧି ନିତାନ୍ତ ଦରକାର। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମରେ ମତି ଧାବନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 9। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବହୁତ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ରହିବ। ଦିନଟିରେ ନୂତନ ଦ୍ରବ୍ୟ କିଛି କ୍ରୟ କରିପାରନ୍ତି। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଗୋଲାପୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଦୁର୍ଘଟଣାରେ ଗ୍ରସିତ ହୋଇପାରନ୍ତି। ମିଳିତ ବ୍ୟବସାୟକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ସରକାରୀ ଏବଂ ବେସରକାରୀ କର୍ମକୁ ନେଇକି ମନ ଭିତରେ ଉଦାସୀନତା ଭାବ ଦେଖାଯିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ସୁଖଦ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ବାତାବରଣ ଲକ୍ଷ୍ୟ କରିପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ପୀତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ସିଦ୍ଧକୁଞ୍ଚିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନୂତନ ଦ୍ରବ୍ୟ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ମାନ ସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବ। ଦିନଟିରେ ଧାର କରଜ ଦେଇଥିବା ସମ୍ପତ୍ତି ଫେରସ୍ତ ପାଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ, ପ୍ରତି ସମୟରେ ଶୁଭଫଳ ପ୍ରାପ୍ତି କରିବାର ସୂଚନାରୁ ଜଣାଯାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରାଧୀନ ଭାବେ କର୍ମ ସମ୍ପାଦନ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଦେଖାଯିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ସହିତ ପାରିବାରିକ ପରିବେଶ ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସିନ୍ଦୁରବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ। ମିଳିତ ବ୍ୟବସାୟକୁ ନେଇକି ପ୍ରଚୁର ପରିମାଣରେ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ପ୍ରଶଂସାର ପାତ୍ର ହେବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଆକାଶୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଦୁର୍ଘଟଣାରେ ଗ୍ରସିତ ହେବାର ସୂଚନା ଅଛି। ଏଣୁକରି ସଦାସର୍ବଦା ଯତ୍ନଶୀଳ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ମାନ ସମ୍ମାନ ପ୍ରତି
ସତର୍କତା ଅବଲମ୍ବନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପ୍ରତି ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ଆଦୌ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅପମାନିତ ହେବାର ସୂଚନାର ଜଣାଯାଏ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଶ୍ୟାମଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି କୁଳବୃଦ୍ଧ ବୟସ୍କ ବ୍ୟକ୍ତିଙ୍କୁ କିଛି ଖାଇବା ଦ୍ରବ୍ୟ ଦାନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଦ୍ରବ୍ୟ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ସୁଖ ସମୃଦ୍ଧି ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ରହିବ। ଦିନଟିରେ ସ୍ତ୍ରୀ ଜାତି ଠାରୁ ପ୍ରବଳ ମାତ୍ରାରେ ସାହାଯ୍ୟ ସହାନୁଭୂତି ମିଳିପାରେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମୋ ମା ଭଗବତୀ ଶରଣ।